ଓଡ଼ିଶାର 12 ମାସରେ 13 ପର୍ବ, ସେଥିରୁ ବାଟ ଓଷା ଅନ୍ୟତମ। କ'ଣ ଆପଣମାନେ ଜାଣିଛନ୍ତି କି ବାଟ ଓଷା କ'ଣ ଓ କାହିଁକି କରାଯାଏ? ଏହି ଓଷା ମୁଖ୍ୟତଃ ଓଡ଼ିଶାର ମାଆମାନେ ଓ ବିବାହିତ ମହିଳାମାନେ ତାଙ୍କର ସ୍ୱାମୀ ଓ ପିଲାମାନଙ୍କର ମଙ୍ଗଳ ଓ ଦୀର୍ଘାୟୁ କାମନା କରି ପାଳନ କରିଥାନ୍ତି। ଏହାକୁ ଦାଣ୍ଡ ପହଁରା ମଧ୍ୟ କୁହାଯାଏ। ଏହି ଓଷାରେ ମୃତ୍ୟୁର ଦେବତା ଯମରାଜଙ୍କୁ ପୂଜା କରାଯାଏ। ଲୋକମାନଙ୍କର ବିଶ୍ୱାସ, ଯମଦେବତାଙ୍କୁ ପୂଜା କଲେ ସେ ତାଙ୍କ ପରିବାରର ଲୋକଙ୍କୁ ସବୁ ବିପଦରୁ ରକ୍ଷା କରନ୍ତି ଏବଂ ଦୀର୍ଘ ଜୀବନ ପ୍ରଦାନ କରନ୍ତି। ବାଟ ଶବ୍ଦର ଅର୍ଥ ରାସ୍ତା। ଜୀବନର ବିଭିନ୍ନ ରାସ୍ତାରୁ ଆସୁଥିବା ବିପଦରୁ ରକ୍ଷା କରିବା ପାଇଁ ଏହି ପୂଜା ଘର ବାହାରେ ଛକ ରାସ୍ତାରେ କରାଯାଏ। ଏହି ପୂଜାରେ ବଜ୍ରମୂଳି ନାମକ ଗଛ ପୂଜା କରାଯାଏ। ପୂଜା ଶେଷରେ ରାସ୍ତା ଝାଡ଼ୁ କରି ବଜ୍ରମୂଳିରେ ଘରର ସମସ୍ତଙ୍କୁ ଛାଡ଼ି ଦିଆଯାଏ। ଏହି ପୂଜାର ବିଶେଷ ଭୋଗ ହେଉଛି ବୁଢ଼ା ଚକୁଳି। ଯେଉଁମାନଙ୍କର ସନ୍ତାନ ନଥାନ୍ତି ସେମାନେ ମଧ୍ୟ ସନ୍ତାନ ପ୍ରାପ୍ତି ନିମନ୍ତେ ଏହି ଓଷା କରନ୍ତି। ଏହା ଏକ ପାରିବାରିକ ପର୍ବ ଯାହା ମା ଓ ପିଲାମାନଙ୍କ ମଧ୍ୟରେ ସ୍ନେହର ବନ୍ଧନକୁ ମଜବୁତ କରିଦିଏ। ପୌଷ ମାସର କୃଷ୍ଣ ପକ୍ଷର ଦ୍ୱିତୀୟା ତିଥିରେ ଏହି ଓଷା କରାଯାଏ।